সাবাস ଏ ଗଛଟି ବି ଏ ଫୁଲ ବହୁତ ସୁନ୍ଦର ଲାଗୁଛି। ମହାରାଜ, ବହୁ ବର୍ଷର ତପସ୍ୟା ପରେ ଏଇ ଫୁଲକୁ ମୁଁ ଫୁଟେଇ ପାରିଛି। ଏହା ରାତିରେ ଫୁଟନ୍ତି, ସକାଳ ହଉ ହଉକା ବିଲୁପ୍ତ ହୋଇଯାଆନ୍ତି। ରଘୁବର, ତୁମେ ଏ ବୃକ୍ଷର ମଞ୍ଜି କୋଉଠୁ ପାଇଲ? ତାର ଫୁଲ ବହୁତ ସୁନ୍ଦର। ମୋତେ ଲାଗୁଛି ଏ ପୃଥିବୀରେ ବିରଳ ଅଟେ। ତୁମେ ତାର ମାହାତ୍ମ୍ୟ କହିପାରିବ କି? ମହାରାଜ, ଏଇ ଫୁଲର ବୃକ୍ଷ ମୋତେ ଜଣେ ପରି ଦେଇଥିଲେ। ତାଙ୍କୁ ଦିନେ ମୁଁ ବହୁତ ସାହାଯ୍ୟ କରିଥିଲି। ପୁଣି ଥରେ ରଘୁବର ରାଜାଙ୍କୁ ଏକ ମନଗଢ଼ା କାହାଣୀ ଶୁଣେଇ ଦେଲେ। ରାଜା ବି ରଘୁବରର କଥା ଶୁଣି ବହୁତ ମାତ୍ରାରେ ପ୍ରଭାବିତ ହୋଇଗଲେ। ତାପରେ ରାଜା ରଘୁବରକୁ କହୁଛନ୍ତି, ଜଣା ନଥିଲା ରଘୁବୀର, ତୁମ ଭଳିଆ ଜଣେ କର୍ତ୍ତବ୍ୟପରାୟଣ, ଦୟାଳୁ ଏବଂ ନିଷ୍ଠାପର ବ୍ୟକ୍ତି ଆମ ରାଜ୍ୟରେ ଅଛନ୍ତି, ଯାହାର ପ୍ରତିଭା ବହୁତ ମହାନ, ଯାହା ପାଇଁ ମୋ ରାଜ୍ୟ ଆଜି ଗର୍ବିତ ହୋଇପାରିବାକୁ ଯାଉଛି। ତୁମ ସେବାରେ ମୁଁ ଆଜି ବହୁତ ପ୍ରସନ୍ନ। ମୁଁ ଚାହୁଁଛି ତୁମକୁ କିଛି ଗିଫ୍ଟ ଦେବା ପାଇଁ। କିଛି ସ୍ୱର୍ଣ୍ଣ ମୁଦ୍ରା ଗ୍ରହଣ କର ଏବଂ ପ୍ରତିଦିନ ମୋତେ ଏହିଭଳି ଭାବରେ ଏହି ପୁଷ୍ପ ଗଛ ପ୍ରଦାନ କର। ମହାରାଜଙ୍କର ଜୟ ହଉ, ଜୟ ହଉ। ମହାନ ମହାରାଜ, ଆପଣ ମହାନ। ଆପଣ ବହୁତ ଦୟାଳୁ ମହାରାଜ, ଆପଣ ବହୁତ ଦୟାଳୁ। ଭଗବାନ ଆପଣଙ୍କୁ ସବୁବେଳେ ସଦା ସମ୍ପନ୍ନ ରଖନ୍ତୁ। ମନେ ରଖ ପ୍ରଭୁ ଦାସ, ପ୍ରତ୍ୟହ ସକାଳୁ ତୁ ମୋତେ ଏହିଭଳି ଭାବରେ ସୁନ୍ଦର ଫୁଲତୋଡ଼ା ଆଣିଦେବୁ। ତା ବଦଳରେ ତତେ 100 ସ୍ୱର୍ଣ୍ଣ ମୁଦ୍ରା ପ୍ରତି ଫୁଲତୋଡ଼ାରେ ମିଳିଯିବ। ଯେମିତି ଆପଣଙ୍କର ଆଜ୍ଞା ମହାରାଜ। ତା ପରଦିନ ରଘୁବର ରାଜାଙ୍କ ଦରବାରକୁ ଯାଇ 1000 ସ୍ୱର୍ଣ୍ଣମୁଦ୍ରା ଗ୍ରହଣ କରିନେଲା। ସେଇଦିନ ରାତିରୁ ରଘୁବର ସେ ବାସ୍ନା ଫୁଲରେ ଏକ ସୁନ୍ଦର ଫୁଲତୋଡ଼ା ବନେଇ ସବୁଦିନ ରାଜାଙ୍କୁ ଦେବାକୁ ଲାଗିଲା। ରାଜା ମଧ୍ୟ ସେ ଫୁଲତୋଡ଼ାରୁ ବାସ୍ନା ଶୁଙ୍ଘି ବହୁତ ଆନନ୍ଦିତ ହେଲେ। ମନ ପ୍ରସନ୍ନ ହୋଇଗଲା। ଏଇଭଳିଆ ବୃକ୍ଷ ମୋତେ ତ ବୃଦ୍ଧରୁ ଯବାନ କରିଦେଉଛି। ରଘୁବରର ସାଙ୍ଗ ବହୁତ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଥିଲା, କିନ୍ତୁ ରଘୁବର ପରିଶ୍ରମ କରିକି ଅର୍ଥ ଉପାର୍ଜନ କରିବା ସହିତ ସେପଟେ ରାଜାଙ୍କ ଠାରୁ ମଧ୍ୟ ଅର୍ଥ ଉପାର୍ଜନ କରୁଥିଲା। କିଛି ଦିନ ପରେ ଆକାଶରୁ ପରୀମାନେ ଆସି ମର୍ତ୍ତ୍ୟରେ ଭ୍ରମଣ କରୁଥିବା ସମୟରେ ରାଜାଙ୍କ ମହଲରେ ସେ ମୃତ ସଞ୍ଜୀବନୀ ଗଛଟିକୁ ଦେଖିଲେ। ସେହି ସମୟରେ ଗୋଟେ ପରୀ ଆଉ ଗୋଟେ ପରୀକୁ କହୁଛି, ଦେଖ, ଏ ମୃତ ସଞ୍ଜୀବନୀ ଗଛ, ଇଏ ଏଠିକୁ ଆସିଲା କେମିତି? ସେମାନେ ତାପରେ ତଳକୁ ଓହ୍ଲେଇ ସେ ଗଛଟିକୁ ଦେଖିଲେ। ସେମାନେ 2 ଜଣ ଆଶ୍ଚର୍ଯ୍ୟ ହେଲେ, ଗଛଟିକି ଏଠି ଆସିଲା କେମିତି? ସେମାନେ ଭାବିଲେ, ଆମେ କିଛି ଦିନ ତଳେ ତ এই ଗଛଟିକୁ ନଦୀ କୂଳରେ ଲଗେଇଥିଲୁ, ସେଇ ବୀଜରୁ ବୋଧେ এই ଗଛଟି ଉଠିଛି। ତା ମାନେ ନଦୀ କୂଳରେ ଆମେ ଲଗେଇଥିବା ସେ ବୀଜଟିକୁ କିଏ ଆଣି ଏଇଠି ଲଗେଇ ଦେଇଛି। ତା ଅର୍ଥ ଆମେ ସେତେବେଳେ ବୀଜଟି ଲଗଉଥିଲୁ, ସେଇଠି କିଏ ମନୁଷ୍ୟ ଥିଲା, ଯିଏକି ଆମର ସବୁ କଥା ଶୁଣି ଦେଇଥିଲା ଏବଂ ଆମେ ଗଲା ପରେ ସେ ବୀଜଟିକୁ ଆଣି ପୁଣି ନିଜ ଇଚ୍ଛାରେ ଗଛଟି ଲଗେଇ ଦେଇଛି। ତା ଅର୍ଥ ଆମ ଅନୁପସ୍ଥିତିରେ ସେ ଲୋକଟି ଆମ ଗଛର ବୀଜଟିକୁ ଚୋରି କରିଛି। ତା ମାନେ ସେ ଚୋରକୁ ଧରିବା ନିହାତି ଦରକାର। ସେ ଚାଲେ, ଚୋରଟି ଧରା ପଡ଼ିବ କେମିତି? ଆରେ ବ୍ୟସ୍ତ ହୋନା, ଚୋରଟି ଅତି ଶୀଘ୍ର ଧରା ପଡ଼ିଯିବ। ଆରେ, ଯିଏ ଫୁଲର ବିଶେଷତ୍ୱ ଜାଣିଥିବ ନିଶ୍ଚିତ ସେ ଫୁଲକୁ ରାତିରେ ତୋଳିବାକୁ ଆସିବ। ଆମେ ସେଇ ସମୟରେ ତାକୁ ଧରି ନେବା ଏବଂ ତାକୁ ସଜା ଦେବା। ଠିକ୍ କହୁଛୁ ସଖୀ। ଆଉ ଯୋଉଦିନ ସେ ଧରା ପଡ଼ିବ ଜାଣିନେ ସେଇଦିନ ତାର ଶେଷ ଦିନ ହେଇଯିବ। ତାହେଲେ ସେ ପର୍ଯ୍ୟନ୍ତ ଆମେ ଫୁଲର ଆନନ୍ଦ ନେଉଥିବା।